ଆଜିକାଲି ରାଜନୀତି ଆଉ ଆଗ ଭଳି ନାହିଁ। ଏହା କେବଳ ଭାଷଣବାଜି କି ପଦଯାତ୍ରାରେ ସୀମିତ ନୁହେଁ। ଏବେ ଖେଳ ପୂରାପୂରି ବଦଳି ଯାଇଛି, ଆଉ ଏ ଖେଳର ନୂଆ ରାଜା ହେଉଛି ଡାଟା, ମାନେ ତଥ୍ୟ। ତେବେ ଚାଲନ୍ତୁ ଦେଖିବା କେମିତି ଏହି ସଂଖ୍ୟାଗୁଡ଼ିକ ରାଜନୀତିର ପୁରା ନକ୍ସା ବଦଳି ଦେଉଛି। ଆଉ ଏଥିପାଇଁ ଆମେ ଗୋଟେ ବହୁତ ରୋଚକ କେସ୍ ଷ୍ଟଡି ନେଇଛୁ, ବାଲେଶ୍ୱର। ଆଗକାଳରେ ରାଜନୀତିକୁ ଗୋଟେ କଳା ବୋଲି ଧରାଯାଉଥିଲା। ମାନେ ନେତାଙ୍କର ଚରିଜ୍ମା, ତାଙ୍କର ଦମଦାର ଭାଷଣ, ବଡ଼ ବଡ଼ ର୍ୟାଲି, ଏସବୁ ହିଁ ମୁଖ୍ୟ ଥିଲା। କିନ୍ତୁ ଜମାନା ବଦଳିଛି। ଆଜିର ରାଜନୀତି ଗୋଟେ ବିଜ୍ଞାନ ପାଲଟିଛି। ଏଠି ଏବେ ତଥ୍ୟ, ସିଷ୍ଟମ ଆଉ ଲୋକଙ୍କ ପ୍ରକୃତ ସମସ୍ୟା କ'ଣ ତାକୁ ପୁରା ମୂଳରୁ ବୁଝିବା ଉପରେ ହିଁ ଫୋକସ୍। ଗଟଫିଲ୍ ନୁହେଁ, ଗ୍ରାଉଣ୍ଡ ରିଆଲିଟି। ଆଚ୍ଛା, ଏଇ ଯୋ ନୂଆ ଆପ୍ରୋଚ୍ ବିଷୟରେ ଆମେ କଥା ହେଉଛେ, ତାକୁ ଭଲ ଭାବରେ ବୁଝିବା ପାଇଁ ଆମେ ଓଡ଼ିଶାର ବାଲେଶ୍ୱରକୁ ଆମର ଲ୍ୟାବ୍ ବା ପ୍ରୟୋଗଶାଳା ଭାବେ ବାଛିଛୁ। କାହିଁକି ବାଲେଶ୍ୱର? କାରଣ ଏହା କେବଳ ମାନଚିତ୍ରରେ ଗୋଟେ ଜାଗା ନୁହେଁ, ବରଂ ଏହା ନିଜେ ଗୋଟେ ବହୁତ ଜଟିଳ ସିଷ୍ଟମ। ଏଇ ଦେଖନ୍ତୁ, ମାନଚିତ୍ରରେ ବାଲେଶ୍ୱରର ଅବସ୍ଥିତି ଓଡ଼ିଶାର ଉତ୍ତର ଉପକୂଳରେ ଏକଦମ ଷ୍ଟ୍ରାଟେଜିକ୍ ପଏଣ୍ଟରେ ଅଛି। ଆପଣ ଜାଣିଛନ୍ତି, ଏହା କେବଳ ଓଡ଼ିଶାର ଉତ୍ତର ଭାଗର ସବୁଠୁ ବଡ଼ ସହର ନୁହେଁ, ପ୍ରଶାସନିକ ଆଉ ରଣନୈତିକ ଦୃଷ୍ଟିରୁ ଏହାର ଗୁରୁତ୍ୱ ବହୁତ ଅଧିକ। ଏ ସହରର ଆଉ ଗୋଟେ ବିଶେଷ ପରିଚୟ ଅଛି। ପାଖରେ ଥିବା ଚାନ୍ଦିପୁର ଡିଆର୍ଡିଓ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ ପାଇଁ ଏହାକୁ ମିସାଇଲ୍ ସିଟି ବି କୁହାଯାଏ। ଭାବନ୍ତୁ ଟିକେ, ଗୋଟେ ପଟେ ସମୁଦ୍ରକୂଳର ପାରମ୍ପରିକ ଜୀବନ ଆଉ ଅନ୍ୟପଟେ ଦେଶର ସୁରକ୍ଷା ପାଇଁ ଆଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ। ପରମ୍ପରା ଆଉ ପ୍ରଯୁକ୍ତିର କି ଅଦ୍ଭୁତ ସଙ୍ଗମ। କୌଣସି ବି ଜାଗାର ରାଜନୀତି ବୁଝିବାକୁ ହେଲେ ନା, ସେଠାକାର ଲୋକକୁ ଆଗ ବୁଝିବାକୁ ପଡ଼େ। ସେମାନଙ୍କର ସାମାଜିକ ଗଠନ କେମିତି? ବାଲେଶ୍ୱରରେ ଦେଖନ୍ତୁ, ପ୍ରାୟ 20.6% ଅନୁସୂଚିତ ଜାତି, 11.9% ଅନୁସୂଚିତ ଜନଜାତି ଆଉ ପାଖାପାଖି 4% ମୁସଲିମ ସମ୍ପ୍ରଦାୟର ଲୋକ ଅଛନ୍ତି। ନିର୍ବାଚନୀ ବିଶ୍ଳେଷଣ ପାଇଁ ଏହି ସଂଖ୍ୟାଗୁଡ଼ିକ ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ଯଦି ଆମେ ବାଲେଶ୍ୱର ନିର୍ବାଚନୀ ଇତିହାସ ଦେଖିବା, ବାଃ, ବହୁତ ଅସ୍ଥିର। 2014ରେ ବିଜେଡି ଜିତିଲା, 2019ରେ ପାସା ପଲଟିଗଲା, ବିଜେପି ଜିତିଲା। ପୁଣି 2020ରେ ଗୋଟେ ଉପନିର୍ବାଚନ ହେଲା, ସେଥିରେ ବିଜେଡି ଫେରିଲା। କିନ୍ତୁ ଦେଖନ୍ତୁ, 2024ରେ ପୁଣି ବିଜେପିର ବାଜିମାତ। ଏଥିରୁ କ'ଣ ଜଣାପଡ଼ୁଛି? କୌଣସି ବି ଦଳର ଏଠି ସ୍ଥାୟୀ ଆଧିପତ୍ୟ ନାହିଁ। ଭୋଟରମାନେ ବାରମ୍ବାର ନିଜର ପସନ୍ଦ ବଦଳାଉଛନ୍ତି। ଠିକ୍ ଅଛି, ଦଳୀୟ ରାଜନୀତି ତ ଆମେ ଦେଖିଲେ, କିନ୍ତୁ ରାଜନୀତିର କେନ୍ଦ୍ରରେ କିଏ ଅଛି? ଲୋକ, ସାଧାରଣ ଜନତା। ସେମାନେ ପ୍ରକୃତରେ ଚାହୁଁଛନ୍ତି କ'ଣ? ସେମାନଙ୍କର ମୁଖ୍ୟ ଦାବି କ'ଣ? ତଥ୍ୟ ଆମକୁ ଏ ବିଷୟରେ କ'ଣ ସୂଚନା ଦେଉଛି? ଚାଲନ୍ତୁ ସେଇଟା ଦେଖିବା। ଯେତେବେଳେ ଆମେ ତଥ୍ୟର ଗଭୀରକୁ ଯାଉଛୁ, ତିନିଟା ମୁଖ୍ୟ ସମସ୍ୟା ବାରମ୍ବାର ଆମ ସାମ୍ନାକୁ ଆସୁଛି। ପ୍ରଥମ, ଦୁର୍ବଳ ଭିତ୍ତିଭୂମି, ମାନେ ଖରାପ ରାସ୍ତା ଆଉ ପିଇବା ପାଣିର ଘୋର ସମସ୍ୟା। ଦ୍ୱିତୀୟ, ଜୀବିକା, ଲୋକଙ୍କ ପାଖରେ ରୋଜଗାରର ସୁଯୋଗ ନାହିଁ। ଆଉ ତୃତୀୟ, ପ୍ରଶାସନିକ ସେବାରେ ଅବହେଳା, ବିଶେଷ କରି ସ୍ୱାସ୍ଥ୍ୟସେବା। ଏଇଠି ଗୋଟେ କଥା ମନେ ରଖିବା ଜରୁରୀ, ସମ୍ବିଧାନ ଆମକୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି ଆଉ ନିଜର ମତ ରଖିବାର ସ୍ୱାଧୀନତା ବି ଦେଇଛି। କିନ୍ତୁ ଏ ସ୍ୱାଧୀନତା ସହ ଦାୟିତ୍ୱବୋଧ ବି ଆସେ। ଲୋକଙ୍କର ସମସ୍ୟା ଶୁଣିବା ଆଉ ତାର ସମାଧାନ କରିବା ହିଁ ପ୍ରକୃତ ସେବା। ଆପଣ କଳ୍ପନା କରନ୍ତୁ, କେଙ୍ଗୁଡିଆ ଗାଁର ଲୋକେ କ'ଣ କହୁଛନ୍ତି। ଗୋଟିଏ ବାକ୍ୟରେ ସେମାନଙ୍କର ପୁରା ଯନ୍ତ୍ରଣା ବୟାନ କରୁଛନ୍ତି, ରାସ୍ତା ନାହିଁ ତ ଭୋଟ ନାହିଁ। ଏହା କେବଳ ଗୋଟେ ସ୍ଲୋଗାନ ନୁହେଁ, ଏହା ହେଉଛି ବ୍ୟବସ୍ଥା ପ୍ରତି ସେମାନଙ୍କର ଗଭୀର ଅସନ୍ତୋଷର ପ୍ରତିଫଳନ। ଆଉ ଏ କଥାଟା ଖାଲି ଗାଁର ନୁହେଁ, ସହରର ଅବସ୍ଥା ବି ଦେଖନ୍ତୁ। ବାଲେଶ୍ୱର ସହରରେ ଏବେ ଯୋଉ ଜଣ୍ଡିସ୍ ଆଉ ଡାଇରିଆ ବ୍ୟାପିଥିଲା, ତାର ମୂଳ କାରଣ ଜାଣିଛନ୍ତି କ'ଣ? ଫଟା ପାଇପଲାଇନ୍ରୁ ଆସୁଥିବା ଦୂଷିତ ପାଣି। ଏଇଟା ହେଉଛି ଭିତ୍ତିଭୂମିର ବିଫଳତାର ଗୋଟେ ଜ୍ୱଳନ୍ତ ଉଦାହରଣ, ଯାହା ଲୋକଙ୍କ ଜୀବନ ସହ ସିଧାସଳଖ ଖେଳୁଛି। ଏତେ ସବୁ ସମସ୍ୟା ସତ୍ତ୍ୱେ ଗୋଟେ କଥା ବହୁତ ଆଶ୍ଚର୍ଯ୍ୟଜନକ। ଗତ 3ଟା ନିର୍ବାଚନରେ ମତଦାନର ହାର 71%ରୁ 81% ଭିତରେ ରହିଛି। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ବାଲେଶ୍ୱରର ଭୋଟରମାନେ ହାର ମାନି ନାହାନ୍ତି। ସେମାନେ ସଚେତନ, ସକ୍ରିୟ ଆଉ ନିଜର ଅସନ୍ତୋଷକୁ ଭୋଟ ବକ୍ସ ମାଧ୍ୟମରେ ପ୍ରକାଶ କରୁଛନ୍ତି। ସେମାନେ ଉତ୍ତର ମାଗୁଛନ୍ତି। ତେବେ ସମସ୍ୟାଗୁଡ଼ିକ ତ ଆମ ସାମ୍ନାରେ ସ୍ପଷ୍ଟ। କିନ୍ତୁ କେବଳ ସମସ୍ୟା ଗଣିଲେ ତ କାମ ହେବନି। ସମାଧାନର ରାସ୍ତା କ'ଣ? ଏଇ ଯୋଉ ଗଭୀର ବିଶ୍ଳେଷଣ ଆମେ କଲେ, ତାକୁ ଗୋଟେ କାର୍ଯ୍ୟକାରୀ ଯୋଜନା ବା ବ୍ଲୁ ପ୍ରିଣ୍ଟରେ କେମିତି ପରିଣତ କରାଯାଇପାରିବ? ଏହି ଡାଟା ଆଧାରିତ ବିଶ୍ଳେଷଣରୁ ଏକ ସ୍ପଷ୍ଟ ରଣନୀତିକ ଢାଞ୍ଚା ସାମ୍ନାକୁ ଆସିଛି। ଆମେ ଏହାକୁ ଚତୁର୍ମୁଖ ତତ୍ତ୍ୱ ବା ଚତୁର୍ମୁଖ ଡକ୍ଟ୍ରିନ୍ କହୁଛୁ। ଏଇଟା ଗୋଟେ ଚାରିମୁଖୀ ଷ୍ଟ୍ରାଟେଜି, ଯାହା ବାଲେଶ୍ୱରର ମୂଳ ସମସ୍ୟାଗୁଡ଼ିକୁ ଗୋଟେ ବ୍ୟବସ୍ଥିତ ଢଙ୍ଗରେ ସମାଧାନ କରିବା ପାଇଁ ଡିଜାଇନ୍ କରାଯାଇଛି। ଆସନ୍ତୁ ଏହାର 4ଟି ମୁଖ ବା ସ୍ତମ୍ଭକୁ ଦେଖିବା। ପ୍ରଥମ, ଗ୍ରାମୀଣ ଏବଂ କୃଷିର ବିକାଶ। ଦ୍ୱିତୀୟ, ସହରାଞ୍ଚଳର ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟ। ତୃତୀୟ, ଆର୍ଥିକ ଉନ୍ନତି, ମାନେ ସମସ୍ତଙ୍କ ପାଇଁ ରୋଜଗାର।
ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ସ୍ତମ୍ଭ ହେଉଛି ପ୍ରଶାସନ ଉପରେ ଲୋକଙ୍କର ବିଶ୍ୱାସ ଫେରାଇ ଆଣିବା ଏବଂ ସୁଶାସନ ପ୍ରତିଷ୍ଠା କରିବା। ଆପଣ ଦେଖିପାରୁଥିବେ ଏ ପ୍ରତ୍ୟେକଟି ସ୍ତମ୍ଭ ଲୋକଙ୍କର ଗୋଟିଏ ଗୋଟିଏ ମୁଖ୍ୟ ସମସ୍ୟାର ସିଧାସଳଖ ସମାଧାନ। ଆଚ୍ଛା, ଏବେ ଟିକେ 2024ର ମୁଖ୍ୟ ପ୍ରାର୍ଥୀମାନଙ୍କ ଉପରେ ନଜର ପକାଇବା ପୂରାପୂରି ତଥ୍ୟ ଆଧାରରେ। ବିଜେପିର ମାନସ କୁମାର ଦତ୍ତ, ବୟସ ମାତ୍ର 32। ତାଙ୍କର ଯୁବ ଚେହେରା ଆଉ ପାରିବାରିକ ରାଜନୈତିକ ଐତିହ୍ୟ ତାଙ୍କର ଶକ୍ତି, କିନ୍ତୁ ଅଭିଜ୍ଞତାର ଅଭାବ ଗୋଟେ ଦୁର୍ବଳତା। ସେପଟେ ବିଜେଡିର ସ୍ୱରୂପ କୁମାର ଦାସ, ବୟସ 54। ତାଙ୍କ ପାଖରେ ବିଧାୟକ ଭାବେ କାମ କରିବାର ଅଭିଜ୍ଞତା ଅଛି, କିନ୍ତୁ ସହରରେ ଆଣ୍ଟି ଇନକମ୍ବେନ୍ସି ବା ଶାସନ ବିରୋଧୀ ହାୱା ଏକ ଚ୍ୟାଲେଞ୍ଜ। କଂଗ୍ରେସର ମୋନାଲିସା ସାମଲ, 41 ବର୍ଷ, ଉଚ୍ଚଶିକ୍ଷିତା ଏବଂ ତାଙ୍କର ରେକର୍ଡ ସ୍ୱଚ୍ଛ, କିନ୍ତୁ ଦଳର ଦୁର୍ବଳ ସଂଗଠନ ଏକ ବଡ଼ ବାଧା। ଏବେ ଚାଲନ୍ତୁ ବ୍ୟକ୍ତିଗତ ପ୍ରାର୍ଥୀ କିମ୍ବା ନିର୍ବାଚନ ମଣ୍ଡଳୀରୁ ଟିକେ ଉପରକୁ ଉଠି ବଡ଼ ଚିତ୍ରକୁ ଦେଖିବା। ଶାସନରେ ଏଭଳି ଏକ ଡାଟା ଡ୍ରିଭେନ୍ ଆପ୍ରୋଚ୍ ଆମ ସମସ୍ତଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? କାରଣ ଏହା ସୁଶାସନର ମୂଳଦୁଆ। ଏବଂ ମନେ ରଖନ୍ତୁ, ଭାରତର ନୂଆ ଡାଟା ସୁରକ୍ଷା ନିୟମ ଅନୁସାରେ ପ୍ରତ୍ୟେକ ନାଗରିକଙ୍କର ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ଏକ ମୌଳିକ ଅଧିକାର। ସହମତି ବିନା କାହାରି ତଥ୍ୟ ବ୍ୟବହାର କରାଯାଇପାରିବ ନାହିଁ। ଏହା ଶାସନକୁ ଅଧିକ ଉତ୍ତରଦାୟୀ କରାଏ। ଏହି ପଦ୍ଧତିର ସବୁଠୁ ବଡ଼ କଥା ହେଲା ଏହା ରାଜନୀତିର ଫୋକସ୍କୁ ବଦଳାଇ ଦେଉଛି। ଲକ୍ଷ୍ୟ ଏବେ କେବଳ କ୍ଷମତା ଜିତିବା ନୁହେଁ, ବରଂ ଲୋକଙ୍କର ପ୍ରକୃତ ଡକ୍ୟୁମେଣ୍ଟେଡ୍ ସମସ୍ୟାର ସମାଧାନ କରିବା। ଏହା ଏମିତି ଏକ ଶାସନ ବ୍ୟବସ୍ଥା ଗଢ଼ିବା କଥା କହୁଛି ଯାହା ଅଧିକ ଉତ୍ତରଦାୟୀ ହେବ। ଯଦି ଆପଣ ଜଣେ ଲୋକାଭିମୁଖୀ ନେତା ହେବାକୁ ଚାହାନ୍ତି ଏବଂ ନିଜର ନିର୍ବାଚନ ମଣ୍ଡଳୀର ଉନ୍ନତି କରିବାକୁ ଚାହାନ୍ତି, ତେବେ blueprintstrategies.ai ସହ mgr@blueprintstrategies.ai ଯୋଗାଯୋଗ କରନ୍ତୁ କିମ୍ବା 08042041602 କଲ୍ କରନ୍ତୁ। ଉଦ୍ଦେଶ୍ୟ ରାଜନୀତିର ଊର୍ଦ୍ଧ୍ୱରେ।